ସବୁବେଳେ ମୁଁ ସମସ୍ତଙ୍କ ବିଷୟରେ ପରିଚୟ ଦିଏ, ସମସ୍ତଙ୍କ ବିଷୟରେ କିଛି ନା କିଛି କୁହେ। ଆଜି ମୋ କବିତା ପାଇଁ ଦୁଇ ପଦ। ଆଶା କରୁଛି ଆପଣମାନେ ନିଶ୍ଚୟ ଭାବରେ ତାକୁ ଶୁଣିବେ ଏବଂ ଆଗ୍ରହ, ଭଲ ପାଇବା, ସ୍ନେହ ଅଜାଡ଼ିଦେବେ। କବିତାର ଶୀର୍ଷକ ହେଉଛି କବିତା। ମଜା ଆସିବ ନା କବିତାଟି ଶୁଣି? ଚାଲନ୍ତୁ ମୁଁ କବିତାଟି ଆବୃତ୍ତି କରୁଛି ଏବଂ ନିହାତି ଭାବରେ ଆଶା ରଖିବି ଆପଣମାନେ ଏହି କବିତାକୁ ଖୁବ୍ ଭଲ ପାଇବା ଦେବେ ଏବଂ ସ୍ନେହ ଦେବେ। କବିତା। ଆଦ୍ୟ ଚିରନ୍ତନୀ ସୁକୁମାରୀ ବଳା, ଆଦ୍ୟ ଚିରନ୍ତନୀ ସୁକୁମାରୀ ବଳା, ଲତା ତୁ ପୁଣି କବିତା। ମୋ ମୁଖ ନିଃସୃତ ନିର୍ଝରିଣୀ ବାରି, ସବୁଜ ତୁ ଚିରସ୍ରୋତା। ମୋ ମୁଖ ନିଃସୃତ ନିର୍ଝରିଣୀ ବାରି, ସବୁଜ ତୁ ଚିରସ୍ରୋତା। ହୃଦୟ ତୋହର ସଲିଳ କୋମଳ, ହୃଦୟ ତୋହର ସଲିଳ କୋମଳ, ପ୍ରେମ ତୋର ବାରିଧାରା। ତୋ ପ୍ରେମ ମଣ୍ଡିତ ଏ ସାରା ଜଗତ, ସ୍ୱୟଂ ସିଧା ଅଟୁପରା। ତୋ ପ୍ରେମ ମଣ୍ଡିତ ଏ ସାରା ଜଗତ, ସ୍ୱୟଂ ସିଧା ଅଟୁପରା। ହୃଦୟ କାମିନୀ କେବେ ତୁ ଜନନୀ, ହୃଦୟ କାମିନୀ କେବେ ତୁ ଜନନୀ, କେବେ ପୁଣି ଗରି ଆସି। ତୋ ଶାଖା ପ୍ରଶାଖା ମୋ ଅଙ୍ଗେ ବହୁଛି, ଅଟୁ ତୁ ଯେ ବାରମାସୀ। ତୋ ଶାଖା ପ୍ରଶାଖା ମୋ ଅଙ୍ଗେ ବହୁଛି, ଅଟୁ ତୁ ଯେ ବାରମାସୀ। ରଜନୀଗନ୍ଧାର ବାସ କେବେ ବାସେ, ରଜନୀଗନ୍ଧାର ବାସ କେବେ ବାସେ, କେବେ ମଧୁଝରା ରାତି। ବୈଶାଖ ଝାଞ୍ଜିରେ ତତଲା ପବନ, କେବେ ପୁଣି ନିରିମାଖି। ବୈଶାଖ ଝାଞ୍ଜିର ତତଲା ପବନ, କେବେ ପୁଣି ନିରିମାଖି। ଏହି କବିତା ମାଧ୍ୟମରେ କାହାର ହୃଦୟକୁ ମଲମ ଲଗେଇ ହୁଏ। ଏହି କବିତା ମାଧ୍ୟମରେ କାହାର ହୃଦୟକୁ ଖଣ୍ଡ ବିଖଣ୍ଡିତ କରାଯାଇପାରେ। ଏହି କବିତା ଖାଲି କବିତା ନୁହେଁ, ଏ କବିତା ହେଉଛି ଏକ ଆହ୍ୱାନ, ଏକ ଚିରସ୍ରୋତା ନଦୀ, କେଉଁ ନାୟକର ନାୟିକା। ମୋ ହୃଦୟର ପ୍ରେମବାରୀ, ମୋ ଅକୁହା କଥାକୁ ବର୍ଣ୍ଣୁଥିବା ଏକ ଗାଥା। ଝଙ୍କାରର ସୁରେ ସୁରେ ଯେଉଁ ଗାଥା ସଙ୍ଗୀତ, ତାକୁ ପରିବେଷଣ କରେ ମୋର କବିତା। ଅସୁମାରୀ ଆଶାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାର ମାଧ୍ୟମ ମୋ କବିତା। ଏଇଆ ହିଁ ତ କାହାକୁ ଶାନ୍ତି ପ୍ରଦାନ କରେ ଏବଂ କାହାକୁ ଜାଳି ପୋଡ଼ି ଛାରଖାର କରିଦିଏ। କାହାକୁ କଡ଼ା ଜବାବ ଦେଇଥାଏ ତ ପୁଣି କାହାକୁ ଖୁବ୍ ସମାଲୋଚନା ମଧ୍ୟ କରିଥାଏ।